ଆପଣଙ୍କର ପରିଚୟଟା ଟିକେ ଦିଅନ୍ତୁ ସାମ୍ବାଦିକ ସାର୍। ଦେଖ କଣଟେ ପଞ୍ଜିକା ଛକ ହଁ ସୂର୍ଯ୍ୟବଂଶ ସାମ୍ବାଦିକ। ହଁ ଆପଣଙ୍କର କଣ ସବୁ ଇଏ ମନ୍ଦିର ବିଷୟରେ କଣ ଟିକେ ଘଟଣା ଆମର ହେଇଛି? ଜାଗା ତ ନେଇଗଲା ସୂର୍ଯ୍ୟପତ୍ର ଆଉ ପୂଜ୍ୟପତ୍ର ନେଇଗଲେ ହଁ ଆପଣଙ୍କର ମନ୍ଦିର କରିଦେଲେ ହେଁ? ମନ୍ଦିର କରି ଜବରଦସ୍ତି କିଛି ଜବରଦସ୍ତି ସେଠି ଘର କରିଛନ୍ତି ଦିଅ ଗିଳା ବୋଲି ବାହାରିଲା ପରେ ପେପରରେ। ହଁ କିଏ କିଏ କରୁଛନ୍ତି ସେ ଯୋଉ ଏନ୍ଏସିର ଅଫିସର ଅଦିତ୍ୟ କୁମାର ସ୍ୱାଇଁ, ତହସିଲଦାର ଏକ୍ଜିକ୍ୟୁଟିଭ ଅଫିସର ଅଦିତ୍ୟ କୁମାର ସ୍ୱାଇଁ, ଅଦ୍ୱୈତ ନାହିଁ ଆମର ଏନ୍ଏସିର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ। ଦିଅ ଗିଳା ପେପର ବାହାରିଲା ହଁ। କେତେ ହୁରି ହାଟ ହେଲା ତାଙ୍କୁ କୌଣସି ଆକ୍ସନ ହେଲାନି। କିଛି ହେଲାନି। ଏ ବର୍ତ୍ତମାନ ଯୋଉ ସରକାର ଅଛି ତମେ ଏ ସରକାରକୁ ଜଣେଇଲ କି ଗ୍ରିଭେନ୍ସରେ? ଗ୍ରିଭେନ୍ସରେ ଜଣେଇଛୁ ଜଣେଇନାହାନ୍ତି କେମିତି ଜଣେଇବା ଆଉଥରେ ମୋର ଟିକେ ସ୍ୱାସ୍ଥ୍ୟ ଖରାପ ଟିକେ ହେଇଗଲା ସ୍ୱାସ୍ଥ୍ୟ ଖରାପ ଜଣେଇନାହାନ୍ତି କୁମାର ରହିଲି ଆଉ ସବୁ ଆଉ ଇଏ ବନ୍ଧ ଗୁଡାକ ଯୋଉ ଆମର ଏଇଠି ସୁପ୍ରିମକୋର୍ଟ ଆଦେଶ ଅଛି କୌଣସି ବନ୍ଧ ଜଳାଶୟ ପୋତିବାକୁ ନାହିଁ କହୁଛନ୍ତି ନା ଏସବୁ ସରକାର ଯୋଉ ଅନ୍ୟାୟ କରୁଛି ଆଙ୍କ ଉପରେ କିଛି ଦାବି ହଉନି। ହଁ ପରା ଦାବି ହଉନି ସେଟା କାହିଁକି ହଉନି ଲୋକ କାହିଁକି କରୁନାହାନ୍ତି? ଖୋଳୁଛନ୍ତି ନା ପୋତୁଛନ୍ତି ନା ଡର ଭୟରେ କରୁନାହାନ୍ତି। ଡର ଭୟରେ କାହାକୁ ଚାକିରି କରେଇଦେବି କାହାର ଭତ୍ତା କାଟିଦେବି ଏସବୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖୁଛି। ଆଚ୍ଛା ଆଚ୍ଛା ଏସବୁ ଡରଉଛନ୍ତି ଜବରଦଖଲ କରୁଛନ୍ତି ସବୁ ଜବରଦଖଲ କରୁଛନ୍ତି। ସେଇଟା ସରକାର କହିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ଜବରଦଖଲ ଉଚ୍ଛେଦ ଆମେ କରିବୁ ମଦ ବନ୍ଦ କରିବୁ କାହିଁକି କରୁନାହାନ୍ତି? ଏସବୁ ହଉଛି ପ୍ରାୟ ମଦ ବନ୍ଦ ହେଲାନି ଜବରଦଖଲ ଉଚ୍ଛେଦ ହେଲାନି ଆଉ ସୁଭଦ୍ରା କାହାକୁ ମିଳୁଛି କାହାକୁ ମିଳୁନି ଏସବୁ କାଲି ଭାଷଣ ସରକାର କଲା କଣ ପାଇଁ ସବୁ ଭାଷଣ କରୁଛି ସବୁ ଚାକିରି ଦେଇ ବଲୁଛି ଲକ୍ଷ ଲକ୍ଷ ଲୋକ ଚାକିରି ଦେଇ ବଲୁଛି କାହିଁ କିଛି ହଉନି କିଛି ନାହିଁ ଲୋକ ହଟହଟା ହଉଛନ୍ତି ଦାଦନ ଖଟିବାକୁ ଯାଉଛନ୍ତି ଟାଟା ପାୱାର ଲୁଟୁଛି ଏସବୁ ଖାଲି ବିଶୃଙ୍ଖଳା ହଉଛି ଲୋକ ଅଶାନ୍ତି ହଉଛନ୍ତି। କଣ ସରକାର ରହିବ ନା ପଳେଇବ? ନାଇଁ ରହିବ ପଳେଇବ ତାର ଭୁଲ କାମ କଲେ ପଳେଇବ ହେଲେ କାଟିଦେବେ ଲୋକ ଆଉ ଭୋଟ ଦେବେନି ଆର ଏବେ ମର୍ଯ୍ୟାଦା ହାନି ମାନେ ସରକାର ଯାହା କହୁଛି କରୁନାହାନ୍ତି। ଟାଟା ପାୱାର ଏବେ ଲୁଟୁଛି ସ୍ମାର୍ଟ ମିଟର ଲଗେଇଦେଲି ମୋର ମନ୍ଦିରର 150 କୋଟି ଆଇଛି ଇଏ ସବୁ ଯାଇ ବାନ୍ଧିଲି ଭୁବନେଶ୍ୱର ଇଏକୁ ଯାଇଥିଲି 150 କୋଟି ହେଲେ 150 କୋଟି ଆପଣ ଗୋଟେ ଫ୍ୟାକ୍ଟ୍ରି କରୁଛନ୍ତି ନା କିଛି ନାହିଁ ବାଲୁକୁ ଦିଟା ଲାଗୁଛି 150 କୋଟି ରହିଲା ହେଲେ ଆକୁ କଞ୍ଜୁମର କେସ୍ ଟା ଆପଣ କଲେ କି? ହେଇଛି ଯାଇ ଭୁବନେଶ୍ୱର ଯାଇଥିଲୁ ନା ଟ୍ରେନରେ ଗଲୁ 7-8 ଜଣ ଧରିଗଲୁ ତୁଚ୍ଛା ନା ଫଳକୁ ହେଲା କିଛି ହେଲାନି ଫଳ ନାହିଁ ପ୍ରଦବ ନାହିଁ। ଆଉ ଆପଣଙ୍କର ବିଧାୟକ ଯୋଉ ଅଛନ୍ତି ସାନଖେମୁଣ୍ଡି ବିଧାୟକ ସେ ଏରିଆରେ ସବୁ ତ ଦୁର୍ନୀତି ଚାଲିଛି ଏ ଯୋଉ ସ୍ମାର୍ଟ ମିଟର ଲଗେଇ ଚଲେଇଛନ୍ତି ସବୁ ଦୁର୍ନୀତି ହେଲେ କଣ ଆକ୍ସନ ନଉଛନ୍ତି ନା ନାଇଁ ଆମର ସାନଖେମୁଣ୍ଡି ବିଧାୟକ? ନଉଛନ୍ତି ଯେ ତାଙ୍କେ ଟିକେ ଏକଲା ହେଇଯାଉଛନ୍ତି ସେମାନେ ହାବୁଡୁ କରି ସରକାର ଚଲେଇଛି ପୁରା ତାଙ୍କ ନାଁରେ ମିଥ୍ୟା ମକଦ୍ଦମା କରି ତାଙ୍କୁ ଲୁଟୁଛନ୍ତି ଆଉ ସମୟ କରିଛୁ କାହିଁ କିଛି କରୁନାହାନ୍ତି ଲୋକ ଉପକାର କରୁଛନ୍ତି ଝିଅ ମାନଙ୍କୁ ବାହାଘର କରାଉଛନ୍ତି ସୁବିଧା ଠିଆ ହଉଛନ୍ତି ତାଙ୍କେ ଦଉଛନ୍ତି ତାଙ୍କ ନାଁରେ ତ ଘୋର ମିଥ୍ୟା ମକଦ୍ଦମା ତାଙ୍କୁ ତ ଗୋଟେ ଗାଣ୍ଡି କିଣା କରୁଛନ୍ତି ଆଉ ବିଜେପିର ତ କୌଣସି ବିଧାୟକ କାହାକୁ ବିବାହ କରିନାହାନ୍ତି ଆଜି ପର୍ଯ୍ୟନ୍ତ ହେଲେ ତାଙ୍କର ମର୍ଯ୍ୟାଦା ହାନି ହଉଛି କେବଳ ଓଡିଶାରେ ଜଣେ ମାତ୍ର ସାନଖେମୁଣ୍ଡି ବିଧାୟକ ଚର୍ଚ୍ଚା ହଉଛି ଆଉ କଣ ଆଉ କୁହନ୍ତୁ। ଆଉ ଆପଣଙ୍କର ସେବା ବି କରିଛନ୍ତି? ମୁଁ ତ 90 ଲକ୍ଷ ଖର୍ଚ୍ଚ କରୁଛନ୍ତି ଆଉ 90 ଲକ୍ଷରେ ଟଙ୍କାରେ ପାନ ଖାଇବାକୁ ଦଉନାହାନ୍ତି 90 ଲକ୍ଷ 62 ଦିନ କୋମାରରେ ରହିଲି ଫିଟଲି ଆଉ ହେଲେ ଆଉ କଣ ଆଉ ଏବେ ବର୍ତ୍ତମାନ କଣ ଚାଲିଛି ଆପଣଙ୍କ ଇନକମ୍ କେମିତି ହଉଛି ଚାଲିଛି ଆଉ ଚଳିବାଟା କେମିତି ଭତ୍ତାରେ ବଞ୍ଚୁଛି ଆଉ ସାମ୍ବାଦିକ ଭତ୍ତା ତ ଦଉନାହାନ୍ତି ସରକାର ମୁଁ ତ 1200 ଟଙ୍କା ଭତ୍ତାରେ ବଞ୍ଚୁଛି ହେଲେ ସାମ୍ବାଦିକ ଭତ୍ତାଟା ଆପଣଙ୍କୁ କେମିତି ମିଳୁନି ହେଲେ ଆପଣଙ୍କର ବିଧାୟକ ଗୁହାରିଟା ଜଣେଇବି ଦେଖିବା ସାନଖେମୁଣ୍ଡି ବିଧାୟକ ତାଙ୍କେ ଲଢିଲେ ଆସେମ୍ବଲିରେ କୋଶ୍ଚିନ୍ ହେଲେ ସାମ୍ବାଦିକ ମାନେ ଭତ୍ତା ପାଇବେ ଗଣମାଧ୍ୟମକୁ ନେଗ୍ଲେକ୍ଟ କରୁଛନ୍ତି ଏ ସରକାର ଆଉ କଣ କରିବା ସୁରକ୍ଷା ନାହିଁ ସାମ୍ବାଦିକ ବାଡେଇ ବୋଲୁଛନ୍ତି ଲୋକ ପିଠି ବୋଲୁଛନ୍ତି ସତ କଥା କହିଲେ ଆଉ ତମ ନେଇଗଲା ସୂର୍ଯ୍ୟପତ୍ର ଆଉ
ମୋର ମନ୍ଦିର ଜମି ନେଇଗଲେ ଗୋଟେ ଟ୍ରଷ୍ଟ ପ୍ରେସିଡେଣ୍ଟ ମନ୍ଦିର ଜମି ହଡପ କରି ଧରି ପଡିଲା ଇଏ କଲା ଆମେ କୋଉଠି ଦାୟୀ କରି ତାକୁ କେସ୍ କରୁଛନ୍ତି ଆଉ ଆମର ଇଏ ଦିଗପଣ୍ଡରେ କଂଗ୍ରେସ ସରକାର ଚାଲିଛି ଆମର ଚେୟାରମ୍ୟାନ କଂଗ୍ରେସ ଅଛନ୍ତି ଆଉ ଆପଣଙ୍କର କଣ ସେବା ଦଉଛନ୍ତି କିଛି ଦଉନାହାନ୍ତି ହଁ ଆଉ କଣ କହୁଛନ୍ତି କିଛି ଦଉନାହାନ୍ତି ଆମର ମାହାଳିଆ ପେପର ବୋଲି କହୁଛନ୍ତି ମାହାଳିଆ ପେପର ହଁ ପଇସା ଦିଆ ପେପର ବନ୍ଧ ପୋତୁଛନ୍ତି ତାକେ ଖୋଳୁଛି ନା ପୋତୁଛନ୍ତି ହେଲେ ସୁପ୍ରିମକୋର୍ଟ କିଛି କହୁନି କି କହୁଛନ୍ତି ସୁପ୍ରିମକୋର୍ଟ ତାଙ୍କ ଲେଖାରେ ଥାଉଛନ୍ତି ହେଲେ ସୁପ୍ରିମକୋର୍ଟରେ ଆପଣ କୌଣସି ଜଳାଶୟ ପୋତି ପାରିବେନି ପୋତିପାରିବେନି ଅଛି ମନା ଅଛି ସୁପ୍ରିମକୋର୍ଟ କିନ୍ତୁ ଏମାନେ ବିନା ଇଏ ଚଳୁଛନ୍ତି ହେଲେ ଏକ୍ଜିକ୍ୟୁଟିଭ ଅଫିସର ତାଙ୍କେ ତ ଜ୍ଞାନୀ ପାଠ ପଢିଛନ୍ତି ହଁ ପପୁଲେସନ ଡାକୁଥିଲା ଚୋରୁଟା ହଁ ହଁ ଅଦିତ୍ୟ କୁମାର ଶୋଇଥିଲା ଠକୁଟା ଠକୁଟା ଏସବୁ ବନ୍ଧ ଖୋଳିକିରି ପୋତି ଇଏ କରିକିରି ଏତେ ସବୁ ଚଲେଇଛନ୍ତି ଦିଗପଣ୍ଡରେ କେତେଟା ବନ୍ଧ ପୋତା ହେଇଛି ଓ ଦୁନିଆ 7-8ଟା ବନ୍ଧ ପୋତି ଦେଲେଣି ସେ ବନ୍ଧ ଗୁଡାକ ନା ଜାଣିଛନ୍ତି ଆପଣ ଗୋଟେ ଅଛି ଏଇଠି ଉଣେଇଶିରା ସେ ବନ୍ଧ ଯାକ କି ନାଁ ଦେଇଛନ୍ତି ଗୋଟେ ରେକର୍ଡରେ କଣ ଅଛି ଗୋଟେ ଏଇଠି ଆମର ପୁଞ୍ଜିକିଆର ଇଏ ଅଫିସ ମାନେ ମନେ ପଡୁନି ଆପଣଙ୍କର କୁଟି ବନ୍ଧ ନା ଦିଟା ନା ଏକ ଚକିଆ ବନ୍ଧ ନା କଣ ଏକ ଚକିଆ ବନ୍ଧ ଆଉ ଗୋଟେ ପାର୍କ ହେଇଛି ପାର୍କ ସବୁ ପୋତେଲେଣି ତ ଆଉ ସେ ବନ୍ଧ ନାଁ କଣ ଥିଲା ସେ ବନ୍ଧ ନା ସବୁ ପୋତେଲେଣି ଆଉ ସେ ବନ୍ଧ ନାଁ କଣ ଥିଲା ଆଉ ଯୋଉ ବସଷ୍ଟାଣ୍ଡ ହେଇଛି ପିଲା ଖାଇ ବନ୍ଧ ପିଲା ଖାଇ ବନ୍ଧଟା ଆଉ ସେ ପିଲା ଖାଉଥିଲା ବନ୍ଧୁଟା ପିଲା ପକେଇ ଦଉଥିଲେ ନାଇଁ କିନ୍ତୁ ନାଁ ଅଛି ଆଉ ହେଲେ ପିଲା ଖାଇ ବନ୍ଧ କୋଉଠି ମୋଚାକିଆ ବନ୍ଧ ଧୋବା ବନ୍ଧୁଟା ଥିଲା ହଁ ସେ ବହୁତ ବସଷ୍ଟାଣ୍ଡ ହେଇଗଲା ବସଷ୍ଟାଣ୍ଡ ହେଇଗଲା ଗାଡି କେତେ ଚାଲୁଛି ଗାଡି ଚାଲୁଛି ହେଲେ ଧୋବା ମାନେ କୁଆଡେ ଯିବେ କୁଆଡେ ଯାଉଛନ୍ତି ଲୁଗା କାଚିବାକୁ ଯା ଲୁଗା ସିଏ କାଚୁଛନ୍ତି ଘରେ ହଁ ଘରେ ଲୁକେଇ କାଚୁଛନ୍ତି ସବୁ ଅବ୍ୟବସ୍ଥା ହେଇଛି ଅବ୍ୟବସ୍ଥା ହେଇଛି ହେଲେ ରଜା କରିଦିଆ ବନ୍ଧରେ କେତେ ପଶୁ ଜନ୍ତୁ ଯାକ ପାଣି ପିଉଥିଲେ ଇଏ କରୁଥିଲେ ଘାଟେଇ ପୋତି ଦେଲେ ଆଉ ଟ୍ରକ୍ ମାଠି ଆଉ ଆମେ ଦେଖୁଛୁ ଆଉ ପ୍ରତିବାଦ କଲେ ମଧ୍ୟ କିଛି ହଉନି ଆଉ କିଛି ସରକାର କିଛି କରୁନାହାନ୍ତି ସରକାରୀ ଜମି ଯାକ ସବୁ ନେଇଗଲେ ହଁ ନେଇଗଲେ 600 ଏକର ଜମି ଆଉ ସୂର୍ଯ୍ୟପାତ୍ର ଚଲରେ ଇଏ କରୁଛି ଆଉ 600 ଏକର ଜମି 600 ଏକର ଜମି ନେଇଗଲେ କେମିତି କଲେଜ ଦିଆହେଇଛି ବାପା 150 ମଣ୍ଡା ପିଠା ଖାଇବେ ଲୋକ 118 ବର୍ଷ 3 ମାସ 15 ଦିନ କାନ୍ଥରେ ଲେଖା ହେଇଛି 26/1/2011 କାଳ ହେଲେ 150 ମଣ୍ଡା ପିଠା ଖାଇବା ଲୋକ ସେ ଗୋଟେ ତ୍ୟାଗ କରୁଛନ୍ତି ଇଏ ରେଙ୍ଗୁନରୁ ଚାଲି ଚାଲି ଯାଇଥିଲେ କଞ୍ଚା ଚାଉଳ 3 କେଜି ଖାଇ 3 ମୁଠା ଲେଖି ଖାଇବି ଗୋଟେ ମୁଣ୍ଡ ପିଛା ଧରି ଆଇବି ସେମାନେ ଆଉ କଣ ଖାଲି ତ ଦୁର୍ନୀତି କେସ୍ କରିଥିଲେ ମହାପୁର ସେଠି ଘର କଣ କରିବି ମୁଁ ଗୋଟେ କୁମାର ପଡିଗଲି ସେ କେସ୍ କଣ ହେଲା ଆପଣଙ୍କର ସେ ଅଛି ସେମିତି ପେଣ୍ଡିଂ ଅଛି ହାଇକୋର୍ଟ ବିଚାରପତି କିଛି କହୁନାହାନ୍ତି କଣ କହିବେ ଡେସିସନ ନେବେ ଆଉ ମତେ ଲାଗିଲା ଆପଣ ଆଇନ ସେବାରେ ପକେଇଛନ୍ତି ଆଇନ ସେବା ପକେଇଛି ମିଳୁନି କିଛି ନାହିଁ ଆଉ ଆପଣଙ୍କର ବିଧାୟକ କହୁନାହାନ୍ତି କହିବି ତାଙ୍କୁ କହିନି ତାଙ୍କେ ସାହାଯ୍ୟ କରିବେ କହିବି ତାଙ୍କୁ ସାହାଯ୍ୟ କରିବେ 90 ଲକ୍ଷ ଖର୍ଚ୍ଚ କରିଛନ୍ତି ପରା ପ୍ରାୟ ଫେରି ପାଇଲି 72 ଦିନ କମାରେ ତାଙ୍କ ପାଖରେ ଓକିଲ ଗଦା ହଁ କହିବି କହିନି କହିବି ଧନ୍ୟବାଦ।